ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଏକାବେଳକେ 10,000 ଟଙ୍କା। ଏକାବେଳେ 2ଟି କିସ୍ତିର ଟଙ୍କା ଆପଣମାନେ ପାଇପାରିବେ। ଆପଣମାନେ ଜାଣିଥିବେ 3ଟି କିସ୍ତିର ଟଙ୍କା ମିଳିସାରିଛି ଏବଂ ଆଉ 4ଥ କିସ୍ତି ମିଳିବାକୁ ଯାଉଛି। କିନ୍ତୁ ଏବେ ସୁଭଦ୍ରା ଯୋଜନାର ନୂଆ ଅପଡେଟ୍ ଆସିଛି। ଏହି ଜାନୁଆରୀ ମାସରେ ଆପଣମାନେ 10,000 ଟଙ୍କା ପାଇବେ। ତେବେ କେଉଁମାନେ ପାଇବେ ସୁଭଦ୍ରା ଯୋଜନାର 10,000 ଟଙ୍କା, ଏହି ଭିଡ଼ିଓରେ ପୁରା ଡିଟେଲ୍ସ ମୁଁ ଜଣାଇବାକୁ ଯାଉଛି। ଚାଲନ୍ତୁ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ନମସ୍କାର, ମୋର ଏହି ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ଟେ କରିବେ ଏବଂ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ରଖିବେ। ଆପଣମାନେ ଜାଣିଛନ୍ତି ଯେ ସୁଭଦ୍ରା ଯୋଜନା ଏହି ଜାନୁଆରୀରେ ମିଳିବାକୁ ଯାଉଛି। ତ ଏହି ଜାନୁଆରୀରେ ଏମିତି ତ କିଛି ଦିନ ନାହିଁ, ମିଳିବ କାହାକୁ? ଆପଣମାନଙ୍କର ଡାଉଟ୍ ବା ଆପଣମାନଙ୍କର ମତ ଥିବ। ଦେଖନ୍ତୁ, ଯେଉଁମାନେ ଆପ୍ଲାଏ କରିଥିଲେ, ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ସେହିମାନଙ୍କୁ 3ଟି କିସ୍ତି ମିଳିସାରିଛି। ହେଲେ ବର୍ତ୍ତମାନ ଏହି କିଛି ଦିନ ମଧ୍ୟରେ ନୂଆ ଆବେଦନ କରିବା ପାଇଁ ପୋର୍ଟାଲ ଅନ୍ ହୋଇଥିଲା। ସେଥିରେ ବହୁତ ସଂଖ୍ୟକ ମହିଳାମାନେ ଆବେଦନ କରିଛନ୍ତି ଏବଂ 21 ବର୍ଷ ଯେଉଁମାନଙ୍କର ପୂରି ସାରିଛି ସେମାନେ ମଧ୍ୟ ଆପ୍ଲାଏ ବା ଆବେଦନ କରିଛନ୍ତି। ତ ଆପଣମାନେ ଜାଣିଛନ୍ତି ବର୍ଷକରେ 2 ଥର ସୁଭଦ୍ରା ଯୋଜନା ଟଙ୍କା ମିଳେ। ଥରୁଟିଏ 5,000 ଆଉ ଦ୍ୱିତୀୟ ଥର 5,000, ଟୋଟାଲ ବର୍ଷରେ 10,000 ଟଙ୍କା ମିଳେ। ତାହା ପୁଣି କେବେ କେବେ ନା, ଗୋଟେ ହେଲା ରାକ୍ଷୀ ପୂର୍ଣ୍ଣିମାରେ, ଆଉ ଗୋଟେ ଦିବସ ହେଉଛି ମହିଳା ଦିବସରେ। ତ ଏହି 2ଟି ଦିନ ବ୍ୟତୀତ ସୁଭଦ୍ରା ଯୋଜନା ମିଳେ ନାହିଁ। କିନ୍ତୁ ବର୍ତ୍ତମାନ ମିଳିବାକୁ ଯାଉଛି ଯେଉଁମାନେ ନୂଆ ଆବେଦନ କରିଛନ୍ତି, ଯାହାଙ୍କୁ ଟୋଟାଲି ମିଳିନାହିଁ, ସେହିମାନଙ୍କୁ ବର୍ତ୍ତମାନ ସୁଭଦ୍ରା ଯୋଜନା ମାଧ୍ୟମରେ ସେହି ହିତାଧିକାରୀଙ୍କୁ ଏକାବେଳକେ 10,000 ଟଙ୍କା ମିଳିବାକୁ ଯାଉଛି। ତ ସେଥିପାଇଁ ଯେଉଁମାନେ ପାଇନଥିଲେ ସେମାନେ ଏହି ଟଙ୍କା ପାଇବେ, ଆଉ ଯେଉଁମାନେ ପାଇଥିଲେ 3ଟି କିସ୍ତି ମିଳିଯାଇଛି ସେମାନଙ୍କୁ ଏହି ଟଙ୍କା ମିଳିବ ନାହିଁ। ସେମାନଙ୍କୁ ନୂଆ ଏମିତି କିଛି ନାହିଁ, ସେମାନଙ୍କୁ ଯେମିତି ମିଳୁଥିଲା ରାକ୍ଷୀ ପୂର୍ଣ୍ଣିମାରେ ପୁଣି ମହିଳା ଦିବସରେ ସେମିତି ହିଁ ମିଳିବାକୁ ଯାଉଛି। ତ ଇଏ ଥିଲା ଆଜିର ଭିଡ଼ିଓ ଆପଣମାନଙ୍କ ପାଇଁ। ଯଦି ଭିଡ଼ିଓଟି ଭଲ ଲାଗୁଛି ଅଧିକ ମାତ୍ରାରେ ସେୟାର କରିବେ। ରହିଲେ ଦେଖା ହେବା ନେକ୍ସଟ ଭିଡ଼ିଓରେ। ନମସ୍କାର।